ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା। ଜଗତର ନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ପାଳିତ ହୁଏ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବିଶ୍ୱ ପ୍ରସିଦ୍ଧ। ଏହି ଯାତ୍ରା ଦେଖିବାକୁ ସାରା ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକେ ଆସିଥାନ୍ତି। ଏହି ଯାତ୍ରାକୁ ଶ୍ରୀ ଗୁଣ୍ଡିଚା ଓ ଘୋଷଯାତ୍ରା ବି କୁହାଯାଏ। ପୌରାଣିକ ମତବାଦ ଅନୁଯାୟୀ ପ୍ରଥମେ ଶ୍ରୀ ଜଗନ୍ନାଥ ଶବରରାଜ ବିଶ୍ୱାବସୁଙ୍କ ଦ୍ୱାରା ନୀଳଗିରି କନ୍ଦରରେ ରହି ନୀଳମାଧବ ନାମରେ ପୂଜା ପାଉଥିଲେ। ରାଜା ଇନ୍ଦ୍ରଦ୍ୟୁମ୍ନ ବିଦ୍ୟାପତିଙ୍କ ସହାୟତାରେ କୌଶଳକ୍ରମେ ଜଗନ୍ନାଥଙ୍କୁ ଚୋରାଇ ଆଣି ପୁରୀର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ। ବିଶ୍ୱାବସୁ ତାଙ୍କ ଆରାଧ୍ୟ ନୀଳମାଧବଙ୍କ ଦର୍ଶନ ବିନା ଜୀବନ ଧାରଣ କରିପାରିବେ ନାହିଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟରେ ଗୁହାରି କଲେ। ଶବର ନିମ୍ନଜାତି ସମ୍ପନ୍ନ ହୋଇଥିବାରୁ ଶ୍ରୀମନ୍ଦିରରେ ତାଙ୍କ ଦର୍ଶନ ସମ୍ଭବ ନୁହେଁ ବୋଲି ରାଜା ଇନ୍ଦ୍ରଦ୍ୟୁମ୍ନ କହିଥିଲେ। ଭକ୍ତ ବିଶ୍ୱାବସୁଙ୍କ ହୃଦୟର ଆବେଦନ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଗ୍ରହଣ କରି ଧର୍ମପ୍ରାଣା ରାଣୀ ଗୁଣ୍ଡିଚାକୁ ସ୍ୱପ୍ନାଦେଶରେ ରଥଯାତ୍ରା ଉତ୍ସବ ବିଧାନ ନିମନ୍ତେ ନିର୍ଦ୍ଦେଶ ଦେଲେ। ଯାହା ଫଳରେ ବିଶ୍ୱାବସୁ ସମେତ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତାଙ୍କର ଦର୍ଶନର ସୁବିଧା ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ରାଣୀ ଏହି ଯାତ୍ରା ପ୍ରଚଳନ କରିଥିବା ହେତୁ ତାଙ୍କ ନାମ ଅନୁସାରେ ଗୁଣ୍ଡିଚା ଯାତ୍ରା ହୋଇଅଛି। ପୃଥିବୀ ପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବହୁ ପୂର୍ବରୁ ଆରମ୍ଭ ହୋଇଥାଏ। ରଥ ନିର୍ମାଣ ପାଇଁ କାଠ ଅଣାଯାଏ। ଏହି କାଠରେ ଅକ୍ଷୟ ତୃତୀୟା ଦିନଠାରୁ 3 ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ। ନିର୍ମାଣ କାର୍ଯ୍ୟ ସାରି ରଥଗୁଡ଼ିକୁ ବିଭିନ୍ନ ରଙ୍ଗୀନ କପଡ଼ାରେ ସଜ୍ଜିତ କରାଯାଏ। ଯେପରିକି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥର ନାମ ନନ୍ଦିଘୋଷ। ଏହି ରଥର ଆବରଣ ପୀତ ଓ ଲୋହିତ। ରଥର ସାରଥୀ ହେଉଛନ୍ତି ଦାରୁକ। ରଥାଧୀଶ୍ୱର ହେଉଛନ୍ତି ଶ୍ରୀ ଜଗନ୍ନାଥ ଓ ଶ୍ରୀ ମଦନ ମୋହନ। ରଥ ଦଉଡ଼ିର ନାମ ଶଙ୍ଖଚୂଡ଼ା। ବଳଭଦ୍ରଙ୍କ ରଥର ନାମ ତାଳଧ୍ୱଜ। ଏହି ରଥର ଆବରଣ ରକ୍ତ ଓ ନୀଳବର୍ଣ୍ଣ। ରଥର ସାରଥୀ ହେଉଛନ୍ତି ମାତାଳି। ରଥର ଅଧୀଶ୍ୱର ଦେବତା ଶ୍ରୀ ବଳଭଦ୍ର। ରଥ ଦଉଡ଼ିର ନାମ ବାସୁକୀ। ଦେବୀ ସୁଭଦ୍ରାଙ୍କ ରଥର ନାମ ଦେବଦଳନ। ଏହି ରଥର ଆବରଣ କୃଷ୍ଣ ଓ ଲୋହିତ। ରଥର ସାରଥୀ ହେଉଛନ୍ତି ଅର୍ଜୁନ। ରଥର ଅଧୀଶ୍ୱର ଦେବତା ଦେବୀ ସୁଭଦ୍ରା ଓ ଶ୍ରୀ ସୁଦର୍ଶନ। ରଥ ଦଉଡ଼ିର ନାମ ସ୍ୱର୍ଣ୍ଣଚୂଡ଼। ଏହି ଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରା 3ଟି ରଥରେ ବସି ବଡ଼ଦାଣ୍ଡରେ ଯାତ୍ରା କରନ୍ତି। ରଥଯାତ୍ରା ଦିନ ସେବକମାନେ 3 ଦିଅଁଙ୍କ ନିତ୍ୟ ପୂଜା ଶେଷ କରି ବିଭିନ୍ନ ବାଦ୍ୟ ନାଦ ମଧ୍ୟରେ ରଥ ନିକଟକୁ ଆଣନ୍ତି। ଦିଅଁଙ୍କୁ ଆଣିବା ଦୃଶ୍ୟ ଅତ୍ୟନ୍ତ ମନୋରମ। ଏହାକୁ ପହଣ୍ଡି କୁହାଯାଏ। ଏହି ସମୟରେ ହରିଧ୍ୱନି, ଶଙ୍ଖ, ଘଣ୍ଟ ଓ ହୁଳାହୁଳି ଶବ୍ଦରେ ବଡ଼ଦାଣ୍ଡ ଉଛୁଳି ପଡ଼ୁଥାଏ। ତାପରେ ରଥରେ ସାରଥୀ ଓ ଘୋଡ଼ା ଖଞ୍ଜାଯାଏ। ତାପରେ ପୁରୀ ଗଜପତି ମହାରାଜା ଛେରା ପହଁରା କରନ୍ତି। ରଥରେ ଦଉଡ଼ି ବନ୍ଧାଯାଏ। ଭକ୍ତମାନେ ବିଭିନ୍ନ ଘଣ୍ଟା ବାଦ୍ୟ, କୀର୍ତ୍ତନ, ହୁଳହୁଳି ଧ୍ୱନି ମଧ୍ୟରେ 3 ରଥକୁ ଟାଣି ଟାଣି ଗୁଣ୍ଡିଚା ମନ୍ଦିର ନିକଟରେ ରଖନ୍ତି। ସେଠାରେ 3 ଦିଅଁ 9 ଦିନ ରୁହନ୍ତି। 10ମ ଦିନ ରଥରେ ବିଜେ ହୋଇ ବଡ଼ଦେଉଳକୁ ଫେରନ୍ତି। ଏହାକୁ ବାହୁଡ଼ା ଯାତ୍ରା କୁହାଯାଏ। ଏକାଦଶୀ ଦିନ ରଥରେ 3 ଠାକୁରଙ୍କ ସୁନାବେଶ ହୁଏ। ତା ପରଦିନ ନୀଳାଦ୍ରି ବିଜେ ହୁଏ। ରଥଯାତ୍ରା କେବଳ ଜଗନ୍ନାଥଙ୍କ ଘୋଷଯାତ୍ରା ନୁହେଁ, ଏହା ବିଶ୍ୱ ମାନବର ଜୟଯାତ୍ରା। ଏହା ଉତ୍କଳୀୟ ସଂସ୍କୃତିର ଗର୍ବ ଗୌରବର ପ୍ରତୀକ। ଏଥିରେ ବିଶ୍ୱ ସଂସ୍କୃତି ସମ୍ମିଳିତ ହୋଇଛି। ସର୍ବଧର୍ମର ସମନ୍ୱୟ ଓ ଜାତି ଭେଦର ନିରାକରଣ ରଥଯାତ୍ରାର ଅନ୍ୟତମ ମହତ୍ତ୍ୱ। ଏହା ଆମକୁ ମୈତ୍ରୀ ଏବଂ ଭ୍ରାତୃଭାବର ଶିକ୍ଷା ଦେଇଥାଏ।